ଗତକାଲିଠୁ ଲାଗୁ ହୋଇଛି ଜିଏସଟି 2.0। ଏବେ ଆପଣଙ୍କୁ ଏହି ସମସ୍ତ ଜିନିଷ ଶସ୍ତାରେ ମିଳିଯିବ। ଏହାରି ମଧ୍ୟରେ ଶସ୍ତା ହେଲା ସିମେଣ୍ଟ ମୂଲ୍ୟ। 28% ଜିଏସଟି ବଦଳରେ ଏବେ ମାତ୍ର ଏତିକି ଲାଗିବ ଜିଏସଟି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସେପ୍ଟେମ୍ବର 22, 2025 ଅର୍ଥାତ୍ ନବରାତ୍ରିର ପ୍ରଥମ ଦିନରେ ନୂତନ ଜିଏସଟି ସ୍ଲାବ ଲାଗୁ ହେବା ପରେ ଭାରତ ମୂଲ୍ୟରେ ଯଥେଷ୍ଟ ହ୍ରାସ ଦେଖିବାକୁ ମିଳୁଛି। ଏହି ପରିବର୍ତ୍ତନ କେବଳ କାର କ୍ରେତାଙ୍କୁ ଲାଭ ଦେଉଛି ନୁହେଁ, ବରଂ ଦେଶର ଅନେକ ଜିନିଷ ସୁଲଭ ମୂଲ୍ୟରେ ମଧ୍ୟ ଆପଣଙ୍କୁ ମିଳିବାକୁ ମିଳିବ। ତେବେ ପ୍ରମୁଖ ଜିଏସଟି ପରିବର୍ତ୍ତନର ଅଂଶ ସ୍ୱରୂପ ଯାନବାହନ ଏବଂ ଆବାସିକ ଘର ଉପରେ ଜିଏସଟି ପରିବର୍ତ୍ତନ ମଧ୍ୟ କରାଯାଇଛି। ତେବେ ଏହି ପରିବର୍ତ୍ତନ ଗୁଡ଼ିକ ଗତକାଲି ଠାରୁ କାର୍ଯ୍ୟକାରୀ ହେଉଛି। ଏକ ପ୍ରମୁଖ ନିର୍ମାଣ ସାମଗ୍ରୀ ସିମେଣ୍ଟ ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି। ଏଣିକି ଘର ନିର୍ମାଣ କରିବା ହେବ ସହଜ, କାହିଁକିନା ଗତକାଲିଠୁ ଶସ୍ତାରେ ମିଳୁଛି ସିମେଣ୍ଟ। ଏହା ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି। ଏହା ସହିତ 3 ଚକିଆ ଯାନ ଏବଂ ଛୋଟ କାର ସମେତ ଛୋଟ ଯାନ ଉପରେ ଜିଏସଟି ହାର ମଧ୍ୟ 28%ରୁ 18%କୁ ହ୍ରାସ କରାଯାଇଛି। ତେବେ ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଭଳି ବଡ଼ ଯାନ ଗୁଡ଼ିକ ମଧ୍ୟ 18% ସ୍ଲାବରେ ଆସୁଛନ୍ତି। ତେବେ ଜାଣି ରଖନ୍ତୁ, ପୂର୍ବରୁ ଦେବାକୁ ପଡୁଥିଲା 28% ଜିଏସଟି, ଏବେ ତାହା ମଧ୍ୟ 18% ଜିଏସଟି ଦେବାକୁ ପଡିବ ସିମେଣ୍ଟ ଉପରେ। ଅର୍ଥାତ୍ ପୂର୍ବରୁ ଯେଉଁ ଦର ଦେଇ କିଣୁଥିଲେ ଏବେ ଆପଣଙ୍କୁ କିଛି ମାତ୍ରାରେ ହ୍ରାସ ଦେଖିବାକୁ ମିଳିବ।